जय जगन्नाथ। जय जगन्नाथ। जय जगन्नाथ। सच्चिदानंदरूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। श्रीकृष्णाय वयं नमः। विश्वर अगणित मानव जाति जनसमूह लोक माने आपण माने शुणिथिबे यूट्यूब चैनल माध्यम देखिया को पाइथिबे। जाजपुर काशीनाथ मिश्र, पंडित काशीनाथ मिश्र जहांक पुआ को कल्कि अवतार बोली कुहा जाइथिला, घोषणा करा हैथिला। एवं मध्य पंडित काशीनाथ मिश्र ओडिशा रे नथाई मध्य ओडिशा बाहरे माधव नामर प्रचार करुछंती बा मालिका कथा प्रचार करुछंती, भागवत कथा कहउछंती बा कल्कि अवतार कथा को नहीं तांकर प्रचार एबे भी जारी रखिचंती। हिंदी चैनल माध्यम रे अद्यावधि जारी अछि कल्कि अवतार को नहीं आलोचना बा कथा तांकर एबे भी जारी अछि। तबे कहीं आपण माननको ए कथा ए अधम ए दास कहीं मने पकाउछि? आपण मानक मनरे से समय रे निश्चिंत भाव रे अनेकंक मनरे आसीथिबो जे काशीनाथ मिश्रंकर पुआ कल्कि नुहंती बा जगन्नाथ नुहंती बा भगवान नुहंती। आउ केतकंक मनरे आसीथिबो ये मिछ कहउचंती, ये सत्य कथा नुहे। आउ किछि भाविथिबे ये होउचंती सेई प्रभु। तबे ये कथा साधारण लोकमानंकर कथा। जदि माधव परिवार कथा को देखा जाए, विचार करा जाए, जो कथा को नहीं ये दास आजिर आलोचना को प्रारंभ करिछि बा आजिर कथा वस्तु विशेष भाव में ए माधव परिवार को नहीं। तबे कौन माधव परिवार को नहीं? आपण मानंकर प्रश्न, आपण मानंकर भावना, आपण मानंकर विचार मूल्यहीन नुहे। माधव परिवार केवल माधवन को छाड़ी माधवंकर बापा आउ तांकर बोऊ अर्थात पंडित काशीनाथ मिश्र, तांको माँ तपस्विनी, माधव परिवार सभापति पंडित काशीनाथ मिश्रंकर जे अति प्रिय पांडव परिड़ा एवं तांकर परिचालक भाव में पद्मलोचन
ଏବଂ ସହଯୋଗୀ ହିସାବରେ ମୋହନ ତଥା ଅନ୍ୟ ମଣ୍ଡଳ ଅଧିକାରୀଗଣ ଏବଂ ସମଗ୍ର ମାଧବ ପରିବାରର ଭକ୍ତ ଶ୍ରଦ୍ଧାଳୁ ଅନୁଗାମୀ ମାନେ ଏମାନେ କେହି ଥରୁଟିଏ ମଧ୍ୟ ବିଚାର କରିନାହାନ୍ତି ଯଦି ଏଇ ଅନନ୍ତ ମାଧବ ବା ଏ ସତ୍ୟ ମାଧବ ଯଦି ପ୍ରକୃତରେ ଜଗନ୍ନାଥ, ଯଦି ଇଏ ସେଇ ରାମ, ଯଦି ଇଏ ସେଇ କୃଷ୍ଣ, ତାହେଲେ ଆଜି ଆମମାନଙ୍କୁ କାହିଁକି ଉଦ୍ଧାର କରୁନାହାନ୍ତି, କାହିଁକି ରକ୍ଷା କରୁନାହାନ୍ତି? ଆପଣମାନେ ଏ ଦାସକୁ ପ୍ରଶ୍ନ କରିପାରନ୍ତି, କ'ଣ ରକ୍ଷା କରିବେ? ଆପଣମାନେ ବିଚାର କରନ୍ତୁ। ମାଧବ ପରିବାରର ପ୍ରତିଟି ସଦସ୍ୟ କେବଳ ମାଧବଙ୍କୁ ଛାଡ଼ି ତାଙ୍କ ବାପା ବୋଉ, ମାଧବ ପରିବାରର ମଣ୍ଡଳ ଅଧିକାରୀ, ସଭାପତି, ସହଯୋଗୀ, କର୍ମକର୍ତ୍ତା, ସମସ୍ତ ଭକ୍ତବୃନ୍ଦ ସମସ୍ତ ବିଚାର କରନ୍ତୁ। ଏ ବିଶ୍ୱ ବିଚାର କରୁ, ଏ ଜାତି ବିଚାର କରୁ। ଯଦି ଏ ମାଧବ, କାଶୀନାଥ ମିଶ୍ରଙ୍କର ପୁଅ ମାଧବ ଯଦି ଜଗନ୍ନାଥ, ଯଦି ଇଏ ସେଇ କୃଷ୍ଣ, ଯଦି ଇଏ ସେଇ ରାମ, ତାହେଲେ ମାଧବ ପରିବାରର ଯେଉଁ ବୈକୁଣ୍ଠ ଧାମ ଆଶ୍ରମ ତିଆରି କରାଯାଇଥିଲା, ଖଣ୍ଡଗିରିର ପାଖକୁ ଲାଗି ଯେଉଁ ଆଶ୍ରମଟି ଥିଲା, ଯେଉଁ ଆଶ୍ରମକୁ ଆଜକୁ 1 ବର୍ଷରୁ ଉର୍ଦ୍ଧ୍ୱ ତଳେ ଭାଙ୍ଗି ଦିଆଗଲା, ତାହେଲେ ସେ ଆଶ୍ରମରେ କ'ଣ ସେ ମାଧବ ନଥିଲେ? ସେ ଜଗନ୍ନାଥ ନଥିଲେ? ଇଏ ଯଦି ସେଇ କୃଷ୍ଣ, ଇଏ ଯଦି ସେଇ ରାମ, ଇଏ ଯଦି ସେଇ ଜଗନ୍ନାଥ, ତାହେଲେ କାହିଁକି ଏମାନଙ୍କୁ ରକ୍ଷା କଲେନି? ଏ ମାଧବ ପରିବାରର ପ୍ରତିଟି ସଦସ୍ୟ, ପ୍ରତ୍ୟେକଟି ଭକ୍ତ କେବେ ବି ବିଚାର କରିନାହାନ୍ତି। ଏମାନେ କେବେ ବି ଥରୁଟେ ବିଚାର କରିନାହାନ୍ତି ଯେଉଁ କୃଷ୍ଣ ଗୋପୀ ଗୋପାଳ ମାନଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ଧାରଣ କଲେ, ଅନେକ ଅସୁରଙ୍କ ସହିତ ଯୁଦ୍ଧ କଲେ, ଅନେକ ଅସୁରଙ୍କର ଆକ୍ରୋଶର ଶିକାର ହେଲେ, କିନ୍ତୁ ଗୋପୀ ଗୋପାଳ ମାନଙ୍କୁ ସାମାନ୍ୟ ଟିକେ କ୍ଷତି ପହଞ୍ଚାଇ ଦେଇ ପାରିନାହାନ୍ତି। ଗୋପୀ ଗୋପାଳ ମାନଙ୍କୁ ନଷ୍ଟ କରିଦେବା ପାଇଁ, ମାରିଦେବା ପାଇଁ, ତାଙ୍କ ଧନ ଜୀବନ ନଷ୍ଟ କରିଦେବା ପାଇଁ, ତାଙ୍କ ଘର ଦ୍ୱାର ଭାଙ୍ଗିଦେବା ପାଇଁ ଇନ୍ଦ୍ର ଚେଷ୍ଟା କରିଛନ୍ତି। ଗୋଟିଏ ଦିନ ନୁହଁ, 7 ଦିନ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି, କିନ୍ତୁ ଗୋପୀ ଗୋପାଳ, ଗୋରୁ ଗାଈ, ତାଙ୍କର ଧନ ସମ୍ପତ୍ତି କୌଣସି କିଛି ବି କ୍ଷତି ହେଇନି। ସବୁ କିଛି ସୁରକ୍ଷିତ ରଖିଛନ୍ତି। କିଏ ରଖିଛନ୍ତି? ନା କୃଷ୍ଣ ରଖିଥିଲେ। କାହିଁକି? ନା ସେମାନେ ତାଙ୍କର ଭକ୍ତ ଥିଲେ, ତାଙ୍କର ଅନୁଗାମୀ ଥିଲେ, ତାଙ୍କୁ ଭଲ ପାଉଥିଲେ, ତାଙ୍କର ଶରଣରେ ଥିଲେ। ତେଣୁ ତାଙ୍କୁ ଭଗବାନ କୃଷ୍ଣ ରକ୍ଷା କରିଥିଲେ। ତାହେଲେ ଆଜି ଯଦି କାଶୀନାଥ ମିଶ୍ରଙ୍କର ପୁଅ ସେଇ ଜଗନ୍ନାଥ, ସେଇ କୃଷ୍ଣ, ତାହେଲେ ମାଧବ ପରିବାରକୁ ଯେଉଁ ଆଘାତ ଦିଆଗଲା, କାହିଁକି ସେ ମାଧବ କିଛି କଲେ ନାହିଁ? ନିଜେ ପାଣ୍ଡବ ପରିଡ଼ା କହିଛନ୍ତି ପ୍ରଭୁ ନିଶ୍ଚିନ୍ତ କିଛି କରିବେ। ତେବେ ଆଜି ପାଣ୍ଡବ ପରିଡ଼ା ବିଚାର କରନ୍ତୁ, ସେ ପ୍ରଭୁ କ'ଣ କଲେ? ଭଲ ଭାବରେ ବିଚାର କରନ୍ତୁ, ସେ ପ୍ରଭୁ କିଛି କରିନାହାନ୍ତି।
କାହିଁକି ଏ କଥାର ଉତ୍ତର ସମ୍ପୂର୍ଣ୍ଣ ମାଧବ ପରିବାର ଦେବ। ଏ କଥାର ଉତ୍ତର ବା ଏଥିପାଇଁ ଦାୟୀ ସମ୍ପୂର୍ଣ୍ଣ ମାଧବ ପରିବାର। କେବଳ ଅନ୍ଧ ଭାବରେ ମେଣ୍ଢାପଲ ପରି ନିଜ ନିଜ ସ୍ୱେଚ୍ଛାଚାରିତାର ପରିଚୟ ଦେଇ ବର୍ତ୍ତମାନ ସୁଦ୍ଧା ଲୁଚିକିରି ଅଛନ୍ତି। ଆଜି ପାଇଁ ଏ କଥାକୁ ଏତିକିରେ ବିରାମ ଦେଉଛି। ଆଗାମୀ ଅଧ୍ୟାୟରେ ଏ ବାବଦରେ ଏ ସମ୍ପର୍କିତ ଆଉ କିଛି ପ୍ରଶ୍ନ, ଆଉ କିଛି କଥା, ଆଉ କିଛି ଆଲୋଚନା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।